ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରରେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟର 11 ପଦରେ ଆମମାନେ ଏହିପରି ପାଠ କରୁ। ମୁଁ ସିନା ତୁମମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ। ତାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ବାପ୍ତିଜକ ଯୋହନ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଲୋକମାନେ ତାହାଙ୍କ ଆହ୍ୱାନ ଶୁଣି ତାଙ୍କ ନିକଟକୁ ଆସିଲେ। ଯୋହନ ସେତେବେଳେ ଆଉ ଜଣେ ବ୍ୟକ୍ତିଙ୍କ ବିଷୟ ପରିଚୟ କରାଇ କହିଲେ, ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ। ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ଲୋକଙ୍କ ନିକଟରେ ଯୋହନ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ସେ ଥିଲେ ପ୍ରଭୁ ଶ୍ରୀଖ୍ରୀଷ୍ଟ, ଯାହାଙ୍କ ସମ୍ବନ୍ଧରେ ସେ ଆହୁରି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯିଏ ଜଗତର ପାପ ବୋହି ନେଇ ଯାଆନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏକ ମେଷ ଶାବକ ସଦୃଶ ନିର୍ଦୋଷ ନିଷ୍କଳଙ୍କ ହୋଇ ସୁଦ୍ଧା ସମଗ୍ର ମନୁଷ୍ୟ ଜାତିର ପରିତ୍ରାଣ ନିମନ୍ତେ ଆପଣାକୁ କ୍ରୁଶରେ ଅର୍ପଣ କଲେ, ଆଉ ମନୁଷ୍ୟର ପାପର ଦଣ୍ଡ ଅର୍ଥାତ୍ ମୃତ୍ୟୁ ଭୋଗ କଲେ। ମୃତମାନଙ୍କ ମଧ୍ୟରୁ ତୃତୀୟ ଦିନରେ ଉତ୍ଥିତ ହେଲେ, ଆଉ ବର୍ତ୍ତମାନ ମନୁଷ୍ୟକୁ କ୍ଷମା ଦେବା କିମ୍ବା ଦଣ୍ଡ ଦେବାର ସମସ୍ତ ଅଧିକାର ପ୍ରଭୁ ଶ୍ରୀକୃଷ୍ଣଙ୍କର ଅଟେ। ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ତାହାକୁ ଦିଅନ୍ତି, ଅର୍ଥାତ୍ ପରିତ୍ରାଣର ଆଶ୍ୱାସନା ସ୍ୱରୂପେ ପବିତ୍ର ଆତ୍ମା ତାଠାରେ ବାସ କରନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରେ ବିଶ୍ୱାସ ଦ୍ୱାରା ପବିତ୍ର ଆତ୍ମାଙ୍କର ଦ୍ୱାରା ପରିତ୍ରାଣର ଆଶ୍ୱାସନା ଆପଣ ଯେପରି ପ୍ରାପ୍ତ ହୋଇପାରିବେ, ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଏହି ଆମର ପ୍ରାର୍ଥନା।